ଖଇରା ତାଳକୁରୁଆରେ ଯଶବନ୍ତ ସେବାଶ୍ରମ ପ୍ରତିଷ୍ଠା। ମାନବ ସେବା ହିଁ ମାଧବ ସେବା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ହରିପୁର ପଞ୍ଚାୟତ ତାଳକୁରୁଆ ଗ୍ରାମରେ ଶିକ୍ଷକ ମାୟାଧର ସାହୁ ତାଙ୍କ ପିତାଙ୍କ ସ୍ମୃତିରେ ନିର୍ମିତ ଯଶବନ୍ତ ସେବାଶ୍ରମ ଶଙ୍ଖ ହୁଳହୁଳି ବେଦମନ୍ତ୍ର ଧ୍ୱନି ଏହା ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ସକାଳେ ଘଟ ଉତ୍ତୋଳନ ସହିତ ପୂଜା ପାଠ କରିଥିଲେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଶ୍ୟାମସୁନ୍ଦର ପଣ୍ଡା, ଅଭିମନ୍ୟୁ ପଣ୍ଡା, ବିଭୂତି ଭୂଷଣ ତ୍ରିପାଠୀ, ଅଶୋକ କୁମାର ସାହୁ, ସାଗର କୁମାର ସାହୁ, ଅଜିତ କୁମାର ସାହୁ ତଥା ତାଙ୍କ ପରିବାର ବର୍ଗଙ୍କ ସमेତ ପ୍ରଶାନ୍ତ କୁମାର ଦାସ ଯଜ୍ଞ କର୍ମରେ ନିୟୋଜିତ ଥିଲେ। ସଭାପତି ବୁଦ୍ଧିରାମ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ମୁକ୍ତିକାନ୍ତ ଶତପଥୀ ଓ ଷଡ଼ାନନ ପାଣିଗ୍ରାହୀ ପ୍ରମୁଖ ସେବାଶ୍ରମର ଉଦ୍ଘାଟନ କରିଥିଲେ। ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା, ଚକାଆଖି ନ୍ୟୁଜର ମୁଖ୍ୟ ପରିଚାଳକ ବିଦ୍ୟୁତ ପ୍ରଭା ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାହାଯ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଧନଞ୍ଜୟ ପଣ୍ଡା, ସମ୍ପୁନା ନାୟକ, ଶୁଭ୍ରାଂଶୁ ମହାପାତ୍ର, ରାଜେନ୍ଦ୍ର କୁମାର ପାଠୀ, ଚନ୍ଦ୍ରକାନ୍ତ ପଣ୍ଡାଙ୍କ ସମେତ ପରିଚାଳନା କମିଟି ଓ ଗ୍ରାମବାସୀମାନେ ସାହାଯ୍ୟ ସହଯୋଗ କରିଥିଲେ। ବାଲେଶ୍ୱର ଖଇରାରୁ ଧନଞ୍ଜୟ ପଣ୍ଡାଙ୍କ ରିପୋର୍ଟ। ହରି ଓಂ ତତ୍ସତ୍। ଓಂ ଶ୍ରୀ ବ୍ରହ୍ମଣେ ନମଃ। ଆଜି ଗୋଟେ ପବିତ୍ର ଦିବସ, ଅକ୍ଷୟ ତୃତୀୟା। ଏହି ଅବସରରେ ଖଇରା ବ୍ଲକର ପଦୁନା ପାଖରେ ଯଶବନ୍ତ ସେବାଶ୍ରମ ଆଶ୍ରମଟିଏ ଗଠନ କରାଯାଇଛି, ଯାହାକି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ତିନି ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ। ଆଜି ସମାଜ ଯେଭଳି ଭାବରେ ଦିଗ୍ଭ୍ରଷ୍ଟ ହୋଇ ନିଜର ପିଲାମାନେ ବାପା ମା ମାନଙ୍କୁ ବୃଦ୍ଧ ବୃଦ୍ଧା ଅବସ୍ଥାରେ ପଚାରୁନାହାନ୍ତି, କେତେକ ବି ମଧ୍ୟ ମା ମାନେ ବି ମଧ୍ୟ ନିଜର ସନ୍ତାନ ମାନଙ୍କ ପ୍ରତି ଅବହେଳା କରି ବା ଏ ସମାଜରୁ ତାଙ୍କର ନିଜର ସମ୍ମାନକୁ ବୃଦ୍ଧି କରିବା ପାଇଁ ଜନ୍ମିତ ସନ୍ତାନକୁ ମଧ୍ୟ ଛାଡ଼ି ଦେଇ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ପଳାଉଛନ୍ତି। ଏହି ସମୟରେ ଆମର ଏଇ ସାହୁ ବଂଶ, ଯିଏକି ମାୟାଧର ସାହୁ ମହୋଦୟ, ସିଏ ଅବିବାହିତ ତାଙ୍କ ଜୀବନରେ ଯେତେ ସେ ଅର୍ଥକୁ ସଞ୍ଚିତ କରିଛନ୍ତି, ସେହି ଅର୍ଥକୁ ସେହି ଅନାଥ ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କର କାର୍ଯ୍ୟରେ ଲଗେଇବା ପାଇଁ ଛୋଟବେଳୁ ତାଙ୍କର ମନସ୍ଥ କରିଥିଲେ। ତାଙ୍କର ଯେଉଁ ସେବା, ତାଙ୍କର ଯେଉଁ ତ୍ୟାଗ, ଇଏ ହେଉଛି ମଣିଷର ଗୋଟିଏ ସେବାରେ ସେ ଲଗେଇ ଚାଲିଛନ୍ତି ନିଜର ଧନକୁ। ଏହାଠାରୁ ବଳି ଆଉ କିଛି ନାହିଁ। ଗୋଟିଏ ବିଶେଷତଃ ଯେଉଁ ବାପା ମା ମାନଙ୍କର ପିଲାମାନେ ନିଜ ପିଲାମାନଙ୍କୁ ମଣିଷ କରିଛନ୍ତି, ତାଙ୍କର ସେ ପିଲା, ତାଙ୍କର ବାପା ମା, ସେମାନେ ଯଦି ଆଜି ସେଇ ବାପା ମାଙ୍କର ସନ୍ତାନ ହେଇପାରୁନାହାନ୍ତି। ମୋର ବୟସ 70 ହେଇଗଲାଣି। ଗୋଟିଏ କଥା ହଉଛି, ସଦା ସର୍ବଦା ମଣିଷର ମାନସିକତାଟା ମଣିଷକୁ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥାଏ, ସବୁ କାର୍ଯ୍ୟ ପାଇଁ ଶକ୍ତି ସାମର୍ଥ୍ୟ ଯୋଗାଇଥାଏ। ଆମର ବୟସ ହେଇଯାଇପାରେ ମାତ୍ର, କିନ୍ତୁ ଆମର ମାନସିକତା ଏତେ ଦୃଢ଼ ଭାବରେ ପ୍ରଭୁ ମଧ୍ୟ ଦେଇଛନ୍ତି। ବାପା ମାଙ୍କର ଆଶୀର୍ବାଦକୁ ପାଥେୟ କରି ମୁଁ ମଧ୍ୟ ବର୍ତ୍ତମାନ ବୟସରେ ସେଇ ଆଶୀର୍ବାଦକୁ ପାଥେୟ କରି ଆଗକୁ ବଢି ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ 70 ବର୍ଷ ବୟସ ହେଇଥିଲେ ମଧ୍ୟ ମୁଁ ନିଜକୁ କେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ବଳ ମନେ କରି ନାହିଁ। ଏ ଯୋଉ କାର୍ଯ୍ୟକ୍ରମ ହଉଛି ଯେ ସେବାର ନିଦର୍ଶନ, ତେଣୁ ଯେଉଁ ସେବା ମନୋବୃତ୍ତି ନେଇକି ବାପାଙ୍କର ଅଭିଳାଷ ଥିଲା, ସେହି କାର୍ଯ୍ୟକ୍ରମଟାକୁ ଆମେ ସବୁ ଭାଇ ତଥା ଏ ଅଞ୍ଚଳର ଜ୍ଞାନୀ ଗୁଣୀ ଏବଂ ବୁଦ୍ଧିଜୀବୀ ମାନଙ୍କ ସହାୟତାରେ ଏ କାର୍ଯ୍ୟକ୍ରମକୁ ସଫଳତା କରିବା ପାଇଁ ଆମେ ସମସ୍ତେ ଏକାଠି ଆଗେଇକି ଚାଲିଛୁ। ତେଣୁ ଏ କାର୍ଯ୍ୟକ୍ରମରେ କେତେ ପରିମାଣରେ ସଫଳତା ପାଇମୁ, ସେଇଟା ହିଁ ଠାକୁରଙ୍କର ଆଶୀର୍ବାଦ ଭିକ୍ଷା କରୁଛୁ। ଯେ ଯୋଉ ବୟସ୍କ ବୃଦ୍ଧା ବୃଦ୍ଧି ବା ବୁଢ଼ାବୁଢ଼ୀ ଏମାନଙ୍କୁ ନେଇକି ଆମେ କିଭଳି ଭାବରେ ସୁପରିଚାଳନା କରିପାରିବୁ, ସେଇଟା ହିଁ ଆମର ଲକ୍ଷ୍ୟ ହଉ। ଏବଂ ସେଇ ଜଗତରନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥୀ ହଉଛୁ, ଏ ଅଞ୍ଚଳର ଜ୍ଞାନୀ ଗୁଣୀ ବ୍ୟକ୍ତି ମାନଙ୍କ ପାଖରେ ମୁଁ ଆଶୀର୍ବାଦ ଭିକ୍ଷା କରୁଛି, କିଭଳି ଭାବରେ ଏ ଅନୁଷ୍ଠାନ ଉତ୍ତରୋତ୍ତର ଉନ୍ନତି ହଉ। ଏଇଟା ହିଁ ମୋର ପାର୍ଥକ୍ୟ। ବର୍ତ୍ତମାନର ସମାଜ କଥା ମୁଁ ବହୁ ପୂର୍ବରୁ ଯାହାକି ଅନୁଭବ କରିଥିଲି,
जे वयस्क व्यक्ति मानक किभଳି भाବରେ अवहेलित होउचंती ओ बहु किभଳି जे सेମାନଙ୍କୁ किभଳି अवस्थाରେ रखुचंती तार निदर्शन मु पाइतिले एवं जाकी मु पूर्वरु कहितिले जे बापा माँ माने पिला मानको पाठ पढेकी जे वयस्क बा फरेन पठेई पारुचंती तांकर स्वप्न साकार करूचंती किंतु वार्धक्य अवस्था रे से माने एभଳି अवस्था रे अवहेलित हेई जाउचंती जाकी तांको से पुओ बहु चाहुनांती तेणु ये समाज पई आमे वार्ता दउचु जोटा कि आम संस्कृति आमर पितामाता आम जगन्नाथ को लेकिन आम किभଳି भाବରେ उत्तरोत्तर उन्नति करिपरिबा समाजर वार्ता आम केमिति पाई परिबा बा लोक मानक मनरे केमिति सचेतनता देई परिबा ए प्रकार अभिलाष ए प्रकार साहस ए प्रकार जगन्नाथंकर आशीर्वाद को लेकिन आम किभଳି पाठ्य हबो सेटा ही हमर लक्ष्य एवं कर्तव्य। तो काकी न्यूज।